नमस्कार जय जगन्नाथ गुड मॉर्निंग। आज हूँ 12 एप्रिल 2025 शनिवार। आज किसी बड़ खबर उपर नजर पकाइबा। भिडियोटी शेष पर्यंत देखापी आपण को मोर अनुरोध। भिडियो भल लगे गोटे गोटे लाइक करेंगे और क्यों जिलूर देखुं कमेंट रे जनइबे। आसिला बड़ खबर बढ़िला महंगा भत्ता को आउ 2% वृद्धि कर सरकार। फल महंगा भत्ता एवं 53% रु 55% को बढ़ी जाइए। 2025 ଜାନୁଆରୀ ମାସରୁ ଲାଗୁ ହେବ ଏହି ବର୍ଦ୍ଧିତ ଭତ୍ତା। ଚଳିତ ଏପ୍ରିଲ ମାସରୁ ଦରମାରେ ଆକାରରେ ଦିଆଯିବ। ଏହିପରି ପେନସନ ଭୋଗୀଙ୍କ ଟିଆଇରେ ମଧ୍ୟ 2% ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଏପ୍ରିଲ ମାସରେ ଅନୁରୂପ ପେନସନ ଭାବରେ ଏହି ବର୍ଦ୍ଧିତ ଟିଆଇ ପଇସା ପାଇବେ। ଦେଶରେ ପ୍ରାୟ 8 ଲକ୍ଷ ପେନସନ ଉପଭୋକ୍ତା ଏଥିରେ ଉପକୃତ ହେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସ୍ପଷ୍ଟ କରାଯାଇଛି। ପରବର୍ତ୍ତୀ ବଡ଼ ଖବର, ସରକାରଙ୍କୁ ହେଉଛି ପାଣିର ଚିନ୍ତା। ରାଜ୍ୟରେ ବଢ଼ୁଛି ଜଳ ସଙ୍କଟ। ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ। ମନ୍ତ୍ରୀ କହିଛନ୍ତି 24 ବର୍ଷର ସରକାର ପାଣିକୁ ଗୁରୁତ୍ୱ ଦେଉନଥିଲେ। ରାଜ୍ୟରେ 5,20,000 ନଳକୂପ ଥିଲା। 21,300 ନଳକୂପ ଖୋଳିବା ପାଇଁ ନୂଆ ସରକାର ଅନୁମୋଦନ ଦେଇଥିବା ମନ୍ତ୍ରୀ କହିଛନ୍ତି। ଜଳ ସଙ୍କଟରେ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉଛି। ଯେଉଁ ଅଞ୍ଚଳରେ ଜନସାଧାରଣ ଅଭିଯୋଗ କରିବେ ବିଭାଗ 7 ଦିନ ମଧ୍ୟରେ ତାର ସମାଧାନ କରିବ ବୋଲି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, 1.5 ଲକ୍ଷ ଲୋକ ପାଇବେ ଅନ୍ତୋଦୟ ଯୋଜନାରେ ଘର। ଅନ୍ତୋଦୟ ଗୃହ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି ଏହି ବର୍ଷ ଅନ୍ତୋଦୟ ଗୃହ ଯୋଜନାରେ 1,59,000 ଲୋକ ଘର ପାଇବେ। ଅନ୍ତୋଦୟ ଯୋଜନାରେ 59,093 ଜଣ ଭିନ୍ନକ୍ଷମ, ଅସହାୟ ଓ ବନ୍ୟା ବାତ୍ୟାରେ ଘର ଭାଙ୍ଗିଥିବା ବ୍ୟକ୍ତିଙ୍କୁ ପ୍ଲସରେ ଘର ଦିଆଯାଇଛି। କିଛି ୱାର୍କ ଅର୍ଡରରେ ରହିଛି ଏବଂ ଆଉ କିଛି ବାକି ଅଛି, କିନ୍ତୁ ତାହାକୁ ଦେବୁ ବୋଲି ମନ୍ତ୍ରୀ କହିଛନ୍ତି। ଆହୁରି ଲକ୍ଷେ ହିତାଧିକାରୀମାନଙ୍କ ତାଲିକା ଏହି ମାସରେ ସଂଗ୍ରହ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯିବ। 2 ମାସ ମଧ୍ୟରେ ୱାର୍କ ଅର୍ଡର ଇସ୍ୟୁ ହେବ। ଗତଥର ଯେଉଁ ନିୟମରେ ଘର ଦିଆଯାଇଥିଲା ସେହି ନିୟମରେ ଦିଆଯିବ। ଇନ୍ଦିରାବାସ ପାଇଥିବା ଲୋକଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାହେବ। 1,59,000 ଲୋକ ଅନ୍ତୋଦୟ ଯୋଜନାରେ ଘର ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ବଡ଼ ଖବର, ସୁନା ଦରରେ ସର୍ବକାଳୀନ ରେକର୍ଡ। 95,000 ଡେଇଁଲା ମୂଲ୍ୟ। 24 କ୍ୟାରେଟ ସୁନା ଦର 2,020 ଟଙ୍କା ବୃଦ୍ଧି ପାଇ 95,400 ଟଙ୍କା ହୋଇଯାଇଛି। 22 କ୍ୟାରେଟ ସୁନାର ମୂଲ୍ୟ 87,450 ଟଙ୍କା ରହିଛି। ପୁଣି ଉପରମା ହେଉଛି ସୁନା ରେଟ୍। ଦିନକୁ ଦିନ ମହଙ୍ଗା ହୋଇ ଚାଲିଛି ଦର। 3 ଦିନରେ ମହଙ୍ଗା ହେଲାଣି 5,000ରୁ ଅଧିକ ଟଙ୍କା। ପରବର୍ତ୍ତୀ ବଡ଼ ଖବର, ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ରାଜ୍ୟରେ ପ୍ରାୟ 3.5 କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା। ଦେଶର 29,000ରୁ ଉର୍ଦ୍ଧ୍ୱ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସାର ସୁବିଧା। ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର 3ଟି ଯୋଜନାର ଲୋକାର୍ପଣ କରିଛନ୍ତି। 3ଟି ଯୋଜନାରୁ ରାଜ୍ୟରେ 1,30,00,000 ପରିବାର, 3.5 କୋଟି ଲୋକ ଯୋଡ଼ି ହେବେ। 70 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଆୟୁଷ୍ମାନ ବୟବନ୍ଦନା ଯୋଜନାର ସାମିଲ କରାଯିବ। ରାଜ୍ୟରେ ଏମାନଙ୍କ ସଂଖ୍ୟା 23,13,000 ରହିଛି। ପ୍ରାୟ 17 ଲକ୍ଷ ଆୟୁଷ୍ମାନ ଏବଂ GAJYରେ ସାମିଲ ଥିବାରୁ ଆଉ 6 ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହେବେ। ପ୍ରତି ପରିବାର ପିଛା 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ। ତେବେ ପରିବାରର ମହିଳା ହିତାଧିକାରୀମାନଙ୍କ ପାଇଁ ଅତିରିକ୍ତ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯାଇଛି। ଗୋଟିଏ ପରିବାରରେ 70 ବର୍ଷରୁ ଅଧିକ ହିତାଧିକାରୀ ଥିଲେ ପରିବାରର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ 15 ଲକ୍ଷ ଟଙ୍କା ମିଳିବ। ପରବର୍ତ୍ତୀ ବଡ଼ ଖବର, ବାରାଣସୀରେ ମୋଦି 3,000 କୋଟି ଟଙ୍କାର ପ୍ରକଳ୍ପର କଲେ ଶିଳାନ୍ୟାସ। ବାରାଣସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରେ 3,000 କୋଟି ଟଙ୍କାର ମୂଲ୍ୟର ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ସାଧାରଣ ସଭାକୁ ସମ୍ବୋଧିତ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, କାଶୀ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କାଶୀର ପ୍ରତ୍ୟେକ ବାସିନ୍ଦାଙ୍କୁ ଏହାର ଲାଭ ମିଳିବ। ଏଥିପାଇଁ ସେ କାଶୀ ଏବଂ ପୂର୍ବାଞ୍ଚଳକୁ ଅଭିନନ୍ଦନ ଜଣାଇଛନ୍ତି। ପରବର୍ତ୍ତୀ ବଡ଼ ଖବର, 49 ଟଙ୍କାରେ ଧର୍ମଶାଳା ପୁଅ ହେଲେ କୋଟିପତି। ଅନଲାଇନ ଗେମ୍ କଲା କୋଟିପତି। ମାତ୍ର 49 ଟଙ୍କା ବିନିଯୋଗ କରି 3 କୋଟି ଟଙ୍କା ଜିତିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରଗପଦା ଗ୍ରାମର ଯୁବକ ଅନିଲ ତରାଇ। ଅନିଲଙ୍କ ବାପା ଜଣେ ମାଛ ବ୍ୟବସାୟୀ ହୋଇଥିବା ବେଳେ ଅନିଲ ଗାଁରେ ରହି ଚାଷ କାମ କରନ୍ତି। ସାଙ୍ଗ ପିଲା ଅନଲାଇନରେ ଗେମ୍ ଖେଳୁଥିବାର ଦେଖି ମାତ୍ର 4 ଦିନ ତଳେ 11 ଜଣିଆ ଟିମ୍ କରି My11 ଆପ୍ରେ 49 ଟଙ୍କା ବିନିଯୋଗ କରିଥିଲେ। 4 ଦିନ ଗେମ୍ ଖେଳିବା ପରେ କୋଟିପତି ବନିଯାଇଛନ୍ତି। ଏବେ 3 କୋଟି ଟଙ୍କା ସହିତ ଏକ ଥାର ଗାଡ଼ି ଜିତିଥିବାର ସୂଚନା ପାଇଛନ୍ତି। ରାତି 1 ବେଳକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ 3 କୋଟି ଟଙ୍କା ଆସିଥିଲା।
ଏହି ଖବର ପାଇବା ପରେ ଅନିଲଙ୍କ ଘର ଲୋକ ଏବଂ ଗାଁ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖାଦେଇଛି। କିଛି ଦିନ ପୂର୍ବରୁ କେଉଁଝରର ରେଭେନ୍ସାପୁର ଗ୍ରାମର ଗୁରୁଚରଣ ଜାମୁଡ଼ା ରାତାରାତି କୋଟିପତି ହୋଇଥିଲେ। ମାଇ 11 ସର୍କଲରେ 49 ଟଙ୍କା ଖଟାଇ 3 କୋଟି ଟଙ୍କା ସାଙ୍ଗକୁ ଏକ ଥାର ଗାଡ଼ି ଜିତିଥିଲେ। ପରବର୍ତ୍ତୀ ବଡ଼ ଖବର, ବଦ୍ରୀନାଥ ଓ କେଦାରନାଥ ପାଇଁ ଆରମ୍ଭ ହେଲା ଅନଲାଇନ୍ ବୁକିଂ। ଏପ୍ରିଲ 30ରୁ ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ମେ 4ରେ ଖୋଲିବ ବଦ୍ରୀନାଥ, ସେହିପରି ମେ 2 ତାରିଖରେ ଖୋଲିବ କେଦାରନାଥ। ଏହି ଦୁଇ ଧାମରେ ସ୍ୱତନ୍ତ୍ର ପୂଜା ପାଇଁ ହବିଷ୍ୟଙ୍କ ପାଇଁ ଆଗୁଆ ବୁକିଂ ଆରମ୍ଭ ହୋଇଛି। ଏପ୍ରିଲ 10ରୁ ଏହି ବୁକିଂ ଆରମ୍ଭ ହୋଇଛି। ମନ୍ଦିର କମିଟିର ଅଫିସିଆଲ ୱେବସାଇଟରେ ପୂଜାର ଅନଲାଇନ୍ ବୁକିଂ କରାଯାଉଛି। ତୀର୍ଥଯାତ୍ରୀମାନେ ଜୁନ୍ 30 ପର୍ଯ୍ୟନ୍ତ ମନ୍ଦିର ୱେବସାଇଟରୁ ଶ୍ରୀ ବଦ୍ରୀନାଥ ଓ ଶ୍ରୀ କେଦାରନାଥ ଧାମରେ ଅନୁଷ୍ଠିତ ହେବାକୁ ଥିବା ସକାଳ ଓ ସନ୍ଧ୍ୟା ପୂଜା ବିଶେଷ ପୂଜା ପାଇଁ ବୁକିଂ କରିପାରିବେ। ପରବର୍ତ୍ତୀ ବଡ଼ ଖବର, ପୁରୀ ରେଲୱେ ଷ୍ଟେସନରେ ପହଞ୍ଚିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ ରେଲୱେ ଷ୍ଟେସନର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ପାଇଁ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଲୱେ ଷ୍ଟେସନରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ସମୀକ୍ଷା ପରେ କେନ୍ଦ୍ର ରେଳମନ୍ତ୍ରୀ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି, ଖୁବ୍ ଶୀଘ୍ର ପୁରୀ ରେଲୱେ ଷ୍ଟେସନ ସୁନ୍ଦର ରୂପ ନେବାକୁ ଯାଉଛି। ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆମେ ସଂସ୍କୃତିକୁ ନେଇକି ରେଲୱେ ଷ୍ଟେସନ କରାଯାଉଛି। ପୁରୀ କୋଣାର୍କ ରେଳ ଚଳାଚଳକୁ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ମାସ 16 ଭିତରେ ଜମି ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି। ପରବର୍ତ୍ତୀ ବଡ଼ ଖବର, ମୂଷା ମାରିବା ପାଇଁ ଅଙ୍ଗନବାଡ଼ି ଦିଦି ରଖିଥିଲେ କୀଟନାଶକ, ଖାଇଦେଲେ 6 ଶିଶୁ। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚଙ୍କିରା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି ଏକ ଅଭାବନୀୟ ଘଟଣା, ଯାହାକୁ ନେଇ ଗ୍ରାମବାସୀମାନେ ଭୟଭୀତ ହୋଇ ଆଶଙ୍କାରେ ରହିଛନ୍ତି। ଏହି ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନେ କୀଟନାଶକ ଦାନାଦାର ଖାଇ ଦେଇଥିବାର ଆଶଙ୍କା କରାଯାଉଛି। ଫଳରେ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ 6 ଜଣ ଶିଶୁଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଶିଶୁ ୱାର୍ଡରେ ଶିଶୁମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ବିପଦମୁକ୍ତ ରହିଥିବାର ଡାକ୍ତରଙ୍କ ତରଫରୁ ସୂଚନା ଦିଆଯାଇଛି। ଏହି ଶିଶୁମାନଙ୍କର ମଧ୍ୟରେ 2 ଜଣ ବାଳକ ଓ 4 ଜଣ ବାଳିକା ଥିବା ଜଣାପଡ଼ିଛି। ସମସ୍ତଙ୍କର ବୟସ 3ରୁ 4 ବର୍ଷ ବୋଲି ଜଣାପଡ଼ିଛି। ତେବେ ଆଜିର ଖବରକୁ ଏଇଠି ରଖୁଛୁ। ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଭିଡ଼ିଓକୁ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏମିତି ସବୁଦିନ ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।